শুনি যায়
ସିଏ ଦଉନି ତାପରେ ଯେତେବେଳେ ପାଣି ଚାଷ ବଡ ହେଲେ ମାନେ 8-9 ବର୍ଷ ହେଲେ ସେତେବେଳେ କଣ କି ସେ ରାମାୟଣ ପାଠ ରାମଚନ୍ଦ୍ର ପ୍ରତ୍ୟକ୍ଷ ମିଳିଥିଲେ ସିଏ ତାଙ୍କର ଭକ୍ତ ଯୋଉମାନେ ପୂଜା କରନ୍ତି କି ଭକ୍ତି କରନ୍ତି ସେମିତି ନିଜର ସନ୍ତାନ କରି ସ୍ନେହ ଶ୍ରଦ୍ଧା କରନ୍ତି ସେଇଭଳି ଆଉ ରିପୁ ଗଜ ତେଣୁ ଅଙ୍କୁଶରେ ହାତୀକୁ ଆୟତ କରାଯାଏ ଗୋଟେ ହାତୀ ପାଗଳ ହେଇକି ବୁଲୁଛି ତାକୁ ଆୟତ କରିବା ପାଇଁ ଅଙ୍କୁଶରେ ତାକୁ ଆଣିବେ ତେଣୁ କରି କାଶୀ ହେଲା ଗଡ କଲା ଅଙ୍କୁଶରେ ହାତୀକୁ ଆୟତ କରାଯାଏ ରିପୁ ହେଲା ଶତ୍ରୁ ରୂପକ ହାତୀକୁ ଆୟତ କରିବା ପାଇଁ ବାଡ଼ିକି ଦରକାର ହୁଏ ତେଣୁ ଏଇଠି କହିବାର ଉଦ୍ଦେଶ୍ୟ କଣ ଆଉ ଗୋଟେ ଶୁଣିବେ ଦୁଃଖଗିରି ବଜ୍ର ଦେଖନ୍ତି ଦୁଃଖଗିରି ବଜ୍ର ଗିରିର ପର୍ବତ ବଜ୍ର ହେଲା ଶ୍ରୀକର ଚାଳୁ ଦୁଃଖ ରୂପକ ପର୍ବତର ବଜ୍ର ତାପରେ ବିଦୁସାର ପଣ୍ଡିତ ଯୋଉ ଦି ଧାଡି କହିଲି ପାଠ କରନ୍ତି ଦି ଧାଡି କହିଲି ତାହେଲେ କଣ କହିବ ଯେ ଯେଉଁ ରାଜା ରାମଚନ୍ଦ୍ର କୋଉପରି ପତାକା ଉଡେଇଥାନ୍ତି ଯେ ଶରଣାଗତକୁ ନିଜର ସନ୍ତାନ କରି ମାନୁଥିବାର ସନ୍ତାନ କରି ସ୍ନେହ ପ୍ରଦାନ କରୁଥିବାର ପତାକା ଉଡାଇଥାନ୍ତି କିଏ ତାଙ୍କର ଶରଣାଗତର ରକ୍ଷା କବଚ କରି କାମ କରିଥାନ୍ତି ଏବଂ ଶରଣ ରକ୍ଷକର ପତାକା ଉଡେଇଥାନ୍ତି ତାପରେ ପଶ୍ଚିମ ପାଇଁ ମୁଖୋଶ ସଦୃଶ୍ୟ ଗୋଟେ ପାଗଳ ହାତୀକୁ ଯେମିତି ମୁଖୋଶରେ ଦ୍ଵାରା ନିରାକରଣ କରାଯାଇପାରେ ସେଇଭଳି ଶତ୍ରୁ ରୂପକ ହସ୍ତି ମାନଙ୍କର ସିଏ ହଉଛନ୍ତି ଅଙ୍କୁଶ ସଦୃଶ ଆଉ ଦୁଃଖଗିରି ବଜ୍ର ଦୁଃଖ ରୂପକ ପର୍ବତର ସିଏ ବଜ୍ର ସଦୃଶ ବଜ୍ର ହେଇକି ଦୁଃଖ ରୂପକ ପର୍ବତକୁ ସେ ବଜ୍ର କରି ରକ୍ଷା କରିଥାନ୍ତି ଯେଉଁଭଳି ବଜ୍ରଟି ରକ୍ଷା କରିଥାଏ ତମକୁ ଅନ୍ୟ କିଛି ବାଧା ସେ ମଧ୍ୟ ସେଇଭଳି ରକ୍ଷା କରିଥାନ୍ତି ମଣିଷ ମାନଙ୍କର ଦୁଃଖ ମୋଚନ କରିବା ପାଇଁ ପ୍ରଭୁଙ୍କର ଆବିର୍ଭାବ ବୋଲି ବଡ ବଡ ବିଦୁଷୀ ପଣ୍ଡିତ ମାନେ ତାଙ୍କର ବହୁ ରଚିତ ପୁରାତନ ପୁରାଣ ମାନଙ୍କରେ ବର୍ଣ୍ଣିତ କରିଛନ୍ତି ସେଇ କଥା ଆମେ ଶିକ୍ଷା କହୁଛନ୍ତି ସେଇଭଳି ଜଣେ ମହାପୁରୁଷ ରାମଚନ୍ଦ୍ରଙ୍କୁ ରାଜା ରାଜେଶ୍ୱର ବିଷୟରେ କୁହାଯାଇଛି ଆଉ ପଦ୍ମ ହେଲା ତାଙ୍କର ପାଦ ପଦ୍ମରେ ତାଙ୍କର ପାଦ ପଦ୍ମ ଦ୍ୱନ୍ଦ୍ରେ ହେଲା ଦ୍ୱୟ ଦୁଇଟି ପାଦ ପଦ୍ମରେ ସେଇ ରାମଚନ୍ଦ୍ରଙ୍କର କିଏ ତୁମର ପ୍ରଜା ମାନଙ୍କର ଶରଣ ରକ୍ଷା କରନ୍ତି ସିଏ ତାଙ୍କ ଶରଣକୁ ଆସି ତାଙ୍କ ସନ୍ତାନ କରି ସ୍ନେହ ଆଶୀର୍ବାଦ କରନ୍ତି ସେଇଭଳି ଜଣେ ପତାକା ଉଡୁଥିବା ରାମଚନ୍ଦ୍ରଙ୍କର ପାଦ ପଦ୍ମରେ ମୁଁ ନମସ୍କାର କରୁଛି କିଏ ନମସ୍କାର କରୁଛି ସୀତା କହୁଛନ୍ତି ଦିନ ଭିତରେ କେବେ ସୀତା ନିଜକୁ ଦିନ ଭିତରେ ବୋଲି କହିବେ ତ ମୁଁ କହୁଛି ଗୋଟେ ଦିନ ଭିତରେ ଅର୍ଥାତ ଗୋଟେ ଭିକାରୀ ସଦୃଶ ଗୁରୁ ହେଲା ଦୂରରୁ ଯେହେତୁ ସେ ବଣରେ ରହୁଛନ୍ତି ଦୂରରେ ରହୁଛନ୍ତି ତେଣୁ ସେ କହୁଛନ୍ତି ଦୂରରେ ରହିକି ନକଶିରେ ବନ୍ଦେ ନକଶିରେ ହେଲା ମୁଣ୍ଡ ନୁଆଁଇକି ବନ୍ଦ ନା ବନ୍ଦୀ ତମେ କଣ ଲେଖୁଛ
everybody who say line का सारे से भी हम यदि पाठन करना चाहिए तो हम बस कभी सागर आपको भी एक क्लास पाएगी सेकंड एक ड्राइंग को लिए ओके 35 की ना तो हम कौन से क्लास ले कौन हम तो बच्चा बहुत देर ना ಇದು ಸಲ ಪಂಡಿತಪ್ಪ ಜ್ಞಾನಿ ವ್ಯಕ್ತಿ ನಾನು ಬಳಿ ಕೊಡ್ತೀನಿ कि सीधा को नमस्कार बोलते क्लास में सुनी रही नंबर नोटे हम तो ब्रेन गुना तो एडे जरा ऑक्युपाई एरिया में वर्तमान टाइम की पूरी ना करते से जो कंस्टिट्यूएंसी की शुरुआत करे कोणत्या वेळे कामामध्ये असेल कधी तुमको टाइम को होगी काले तुमको टाइम में कुछ ना कुछ हेल्प करियो अब बच्चे की जब परिवार छोड़ता पाठ जहां हम कर रही एटी बहुत मन फांका अछि आराम से जाओ से पाठ करके ये जीव आराम से जाओ घर यदि पढ़े पढ़े जाओ कुछ असुविधा नहीं ये जीव ना किसी असुविधा नहीं है पर आराम से जाओ सब फांका है कुछ पढ़ो ସବୁ କ୍ଲାସ ରେ ବହୁତ ବହୁତ ପାଠ ପଢା ସରିଲାଣି ତମ କ୍ଲାସ ରେ ପରିମାଣ କିନ୍ତୁ ଗଜଲ ଭିତରେ ଏକ୍ସଟ୍ରା ଗୁଡା କି unnecessary whether unnecessary questions that is value ମହାରାଜା ମହାଦେବୀ ପରିଚିତ ନବମ ତ କହୁଛନ୍ତି କି କରିବାକୁ ମଧୁ ଆସ ତିନିର शब्द वेदना होला भेदकारी बता आगोबा मधु आसारण मधुर मधुर आशार तो अंधकार भेद कर परिवार को मधु आशा चिमिर भेदन मधुर आशा रूपक अंधकार को भेद करकी कांतारे काकर होला अति दुखरे पुराटा पले भविष्य बुझी परबो काकर होला अति दुखरे बा भयरे कांतारे होला जंगल रे खाई करे निवेदन सीता निजे दूर रे अछंती गोटे जंगल भीतर अछंती नहीं जंगल रे अछंती जंगल रे आश्रम टी अछि ना जंगल भीतर अछंती तेनु से सेही जंगल रे गोटे मधुर आशा किछि गोटे तांको मन रे आशा केमति कारण सुनी छंती जते बेले कि कोन लेखु करे सरकारी बाहर राखी जहाँ भी बाहर स्वामी स्त्री अलग रही भी मन के राम आसिक ने बहुत मन रही तो आज क्वेश्चन मिसअंडरस्टैंडिंग समाधान जीवी राम आसिक पूरी तरह ग्रहण तो ये सब भावना भितर रही जो आशा गुड़िक अंधकार को जंगल अंधकार भेद करके अति दुख अति भय जंगल भितर खाई से निवेदन करुँच अर्थात तात्पर्य कर जंगल अति दुख भय मन तुमको टोटल क्लास में बोलते हैं तुम पार्टी से सब लोग पार्टी और से को तो बाकी रात को पिन दे दी से भी ओई तो दादा क्यों पॉसिबल है ये नॉट पॉसिबल और से तत्काल मन रे गोटे पटे रामचंद्र भगवान करेंगे आशा आकांक्षा रूपा समय आ गोटे पटे मन रे रहछि कोना कोन रही दौड़ कोय रही काहे कि ना काले से असुविधा जन्म सकले पास आउट के काले बाहर गए तो ए सब निश्चिंता मन भितर भरी रही तार भितर से अति दूर ऊपर जंगल छाई विनम्र निवेदन करछथि प्रार्थना करछथि कोन प्रार्थना करछथि जे ताको किछि उत्तर दरकार ताको किछि प्रश्नर उत्तर दरकार अछि सेहि पई से विनम्र
প্রাক্তন পর্যন্ত অনুরোধ করছেন যে মহারাজ মহাযজ্ঞে পৌঁছে দীক্ষিত হলে দীক্ষা প্রাপ্ত হয়েছ আমি ଯୋଉ ମହାଯଜ୍ଞ ଏଇ ଯୋଉ ମହାଯଜ୍ଞ ବି ତାର ଯଜ୍ଞର ନାମ କଣ ଅଶ୍ୱମେଧ ଯଜ୍ଞ ସେଇଭଳି ଗୋଟେ ମହାଯଜ୍ଞ ତମେ ଆୟୋଜନ କରିଛ ନିଜ ରାଜ୍ୟରେ ତାହେଲେ ତମେ ମହାରାଜ ବୋଲି ସମ୍ବୋଧନ କରୁଛନ୍ତି ରାମ ସମ୍ବୋଧନ କରୁଛନ୍ତି ମହାରାଜ ଯଜ୍ଞଟି କରିବାକୁ ଆୟୋଜନ କରିଛ ଏବଂ ସେଇ ଯଜ୍ଞରେ ଦୀକ୍ଷିତ ଅଛ ନିଜେ ମଧ୍ୟ ସେଠି ବସିବ ବୋଲି ଯେହେତୁ ତୁମେ ଯଜ୍ଞଟି ଆୟୋଜନ କରୁଛ ସେଇ ଯଜ୍ଞରେ ଗୋଟେ ଅଂଶୀଦାର ଅଛ ଭାଗୀ ଅଛ ନବଗାମୀ ଯଦି ବାମା ଦୀକ୍ଷିତ ନବଗାମା ହେଲା ନୂଆ ବୋହୂ ଏଇ ସମୟରେ ସେ ଭାବୁଛନ୍ତି କି ଯଦି ତୁମେ ସେ ଯଜ୍ଞରେ ବସିବ ନିହାତି ଭାବରେ ତମ ସାଙ୍ଗରେ ତୁମର ସ୍ତ୍ରୀ ବସିବା ନିହାତି ଦରକାର ତାହେଲେ କଣ ତୁମେ ନୂଆ ବୋହୂଟିଏ ତମେ ଆଉ ଗୋଟେ ସ୍ତ୍ରୀ ବିବାହ କରିଛନ୍ତି ନୂଆ ବୋହୂ ହେଇଥିବେ ବାମୁଣଟେ ଦୀକ୍ଷିତ ବାମଣକେ ବାମ ଅଙ୍କ ହେଲା କୋଳ ଉପର ଅର୍ଥ କୋଳ କିନ୍ତୁ ଏଠି ବାମ ଆମ କୋଳରେ ଧରିକି ନାମଚିତ୍ର ବସେଇବି ଯେତେବେଳେ ପୂଜା କରାଯାଇ ସ୍ତ୍ରୀକି ସବୁବେଳେ ବାମ ପଟେ ବସେ ସ୍ୱାମୀଟି ଯାହା ପଟେ ବସେ ସେଇ କଥା ନବଗାମ ବାମା ହେଲା ବୋହୂ ବା ସ୍ତ୍ରୀ ଆଉ ନବ ହେଲା ନୂଆ আচ্ছা নব বিবাহিত ବହୁତ ଯାହା ଦୀକ୍ଷିତ ହେଲା ଶୋଭା ପାଉଥିବେ ତେବେ ତୁମେ ଯୋଉ ଯଜ୍ଞ ସ୍ଥଳରେ ଯଜ୍ଞ ସମ୍ମୁଖରେ ବସିଥିବ ତୁମର ବାମ ଭାଗରେ ତୁମର ନୂଆ ପରେ ବିବାହିତ ଦେଖିବା ନୂଆ ଶୈଳୀ ଆମର ବାମ ଭାଗରେ ଶୋଭା ପାଉଥିବ ରାମଚନ୍ଦ୍ରଙ୍କ ଗୋଟେ ସ୍ତ୍ରୀ ରାମଚନ୍ଦ୍ର କିସ୍ କରା ଯାଉଛି ନୂଆ ବୋହୂ ଏଠି କାହା କୁହାଯାଏ ରାମଚନ୍ଦ୍ର ଦ୍ୱିତୀୟ ବିବାହ କରିଛନ୍ତି ସେ ଦ୍ୱିତୀୟ ସ୍ତ୍ରୀକୁ ନବଗାମ ବୋଲି କୁହାଯାଏ ତେଣୁ କହୁଛନ୍ତି ତୁମର ନୂଆ ସ୍ତ୍ରୀକି ଆସିଥିବା ଦି ଜଣଙ୍କ ସିଏ କିନ୍ତୁ ତୁମର ବାନ୍ଧିବା ଉପରେ ଶୋଭା ପାଉଥିବେ ସୁନ୍ଦର ଦେଖାଯାଉଥିବେ ବସିଥିବେ ପୁଣି କହୁଛନ୍ତି ବୃଦ୍ଧ ସକାଳୁ ସକାଳ ସକାଳୁ ତାପରେ ତୁମେ ସବୁବେଳେ ସ୍ୱାମୀଟି ସ୍ତ୍ରୀକୁ ଖୁସି କରିବା ପାଇଁ ସ୍ତ୍ରୀ ତାପରେ ମୁଗ୍ଧ ହବ ବିଭିନ୍ନ ପ୍ରକାର ଭଲ କାମରେ ନିଜକୁ ନିୟୋଜିତ କରିଥାଏ କେମିତି କିଛି ସ୍ତ୍ରୀ ଆଖିରେ ସବୁବେଳେ ବିଚାରେ ରହିବ ତେଣୁକରି ଏଇଠି ମଧ୍ୟ କହୁଛନ୍ତି ମୁଗ୍ଧ ହେବ ବୋଲି ସତ ଗୁଣ ତମର ବଧୂଟି ନୂଆ ବାରି ଆସିଥିବା ଦ୍ୱିତୀୟ ପତ୍ନୀଟି ମୁଗ୍ଧ ହେବ ଖୁସି ହେବ ବୋଲି ତାକୁ ଖୁସି କରିବା ତୁମର ସତଗୁଣ ବଢି ଯାଉଥିବ ସତଗୁଣ ତୁମର ଯୋଉ ପ୍ରକୃତି ବା ଦକ୍ଷତା ଗୁଡିକ ତୁମର ଯେତିକି ଦକ୍ଷତା ଅଛି ତାକୁ ଦେଖେଇବା ପାଇଁ ସିଏ ତମର ଦକ୍ଷତା ଗୁଡିକ ଦେଖିକି ଖୁସି ହବା ପାଇଁ ତୁମର ଦକ୍ଷତା ବା ଗୁଣ ଗୁଡିକ ଆହୁରି ବଢି ଯାଉଥିବ ତୁମର ସକଳ ସଦ୍ଗୁଣ ଆଉ ଖାଲି ଯେ ଦକ୍ଷତା ଗୁଡିକ ନୁହଁ ତମର ସବୁ ସଦ୍ଗୁଣ ଗୁଡିକ ତମର ଯୋଉ ଭଲ ଗୁଡିକ ଗୁଣ ଗୁଡିକ ଯାହା ବି ଅଛି ଆହୁରି ସିଏ ବଢି ଯାଉଥିବ କାହିଁକି ନା ଯେହେତୁ ଗୋଟେ ନୂଆ ସ୍ତ୍ରୀ ଆସୁଛି ସବୁବେଳେ ଗୋଟେ ସ୍ୱାମୀ ହୁଅନ୍ତୁ କି ଗୋଟେ ପୁଅଟେ ହଉ ତାର ସ୍ତ୍ରୀ ହଉ ଗାର୍ଲଫ୍ରେଣ୍ଡ ହଉ ଯିଏ ହଉ ତା ଆଗରେ ସେ କେମିତି ନ ଯିବାକୁ ଚାହେଁନି ସବୁବେଳେ ଚାହେଁକି ତା ଦେହରେ ମୁଁ ଟିକେ କ୍ରେଡିଟ ମୋର ଭଲ ପାଠ ପଢିଲେ ମତେ କହିବ ହଁ ମୁଁ ଯାକୁ ବାହାରିଛି ମୁଁ ଯାକୁ ଭଲ ପଢୁଛି ଗୋଟେ ଭଲ ଟ୍ୟାଲେଣ୍ଟେଡ ଷ୍ଟୁଡେଣ୍ଟ ନହେଲେ ଭଲ ବ୍ୟବହାର ଦେଖେଇବ ନହେଲେ ହିରୋଗିରି ଦେଖେଇବ ଯୋଉଥିରେ ବେଷ୍ଟ କରିବା ପାଇଁ ଚେଷ୍ଟା କରିବ ଦେଖେଇବା ପାଇଁ କି ତାର ସ୍ତ୍ରୀକୁ ବା ତାର ଗାର୍ଲଫ୍ରେଣ୍ଡ ଯାହା ବି ଏଠି ମଧ୍ୟ ଆବଶ୍ୟକ ତାଙ୍କ ତାଙ୍କୁ ଦେଖେଇବା ପାଇଁ ତାଙ୍କ ଆଗରେ ନିଜର ମର୍ଯ୍ୟାଦାକୁ ଆହୁରି ବଢେଇବା ପାଇଁ ଏଠି ଦେଖେଇବା ଶବ୍ଦଟାକୁ ଦେଖେଇବା ସେଇ ଶବ୍ଦର ଅର୍ଥରେ ମୁଁ କହିଲି ଦେଖେଇବା ଅର୍ଥରେ ଏଇଟା କହୁଛି ଯେ ସବୁବେଳେ କି ସେ ସ୍ତ୍ରୀ ଆଗରେ ଉଚ୍ଚାରେ ରହିବାକୁ ଚାହାନ୍ତି ପୁରୁଷ ମାନେ
ନିଜର ସ୍ତ୍ରୀ ଆଗରେ ତାଙ୍କ ସ୍ତ୍ରୀ କେବେ ଖରାପ ନ ଭାବୁ କି ତାଙ୍କ ଗାର୍ଲଫ୍ରେଣ୍ଡ ଆଗରେ ଖରାପ ନ ଭାବୁ ଗୋଟେ ନିଚ ବୋଲି ନ ଭାବୁ ସେଥିପାଇଁ ସେ ସବୁବେଳେ ଚେଷ୍ଟା କରିଥାନ୍ତି କିଛି ଗୋଟେ ଭଲ କାମ କରି ତାଙ୍କ ନଜରରେ ଉଚ୍ଚାରେ ରହିବା ପାଇଁ ତ ଏଠି ରାମଚନ୍ଦ୍ର ମଧ୍ୟ ସେଭଳି ସବୁ କରୁଥିବେ ଏବଂ ଯାହାକି ସେ ତାଙ୍କୁ ସଦ୍ଗୁଣ ଥିଲା ତାହା ଆହୁରି ଅଧିକ ବଢି ଯାଉଥିବ ଆଉ ଆକ୍ଚୁଆଲି ମହାଜନୀ କରିବ ପ୍ରଦାନ ଅଶେଷ ରତନ ଧନ ଧର୍ମ ମତଦାନ ଆକ୍ଚୁଆଲି ତ ହେଲା ପ୍ରଚଳିତ ବା ବ୍ୟବହୃତ ମହାଯଜ୍ଞ କର୍ମ ପ୍ରଦାନ ସେଇ ଯୋଉ ମହାଯଜ୍ଞ ଏତେ ବଡ ବଡ ଅଶ୍ୱମେଧ ଯଜ୍ଞ ହଉଛି ସେଇ ଯଜ୍ଞରେ କଣ ହୁଏ ବହୁତ ସାରା ଦାନ କରାଯାଏ ତ ସେଇଠି କହୁଛନ୍ତି ଯେହେତୁ ତମର ନୂଆ ସ୍ତ୍ରୀଟିଏ ଆସିଛି ଦ୍ୱିତୀୟ ପତ୍ନୀ ତାର ସାମ୍ନାରେ ତୁମେ ଏଇଟା ମଧ୍ୟ କରୁଥିବ ଯୋଉ ପ୍ରଚଳିତ ଯଜ୍ଞରେ ବହୁତ ଜିନିଷ ଦାନ ମଧ୍ୟ କରିବ ତା ମଧ୍ୟରେ ଅଶେଷ ରତନ ବହୁତ ଗୁଡା ଅଶେଷ ନା ଢେର ସାରା ରତନ ବିଭିନ୍ନ ପ୍ରକାର ମୂଲ୍ୟବାନ ଦ୍ରବ୍ୟ ମଧ୍ୟ ଦାନ କରିବ ରତ୍ନ ଦ୍ରବ୍ୟ ଦାନ କରିବ ଧନ ଦାନ କରିବ ଆଉ କୌମ ବସ୍ତ୍ର ମାନେ କୌମ ବସ୍ତ୍ର ହେଲା ପାଟ ଲୁଗା କୌମ ହେଲା ପାଟ ବସ୍ତ୍ର ହେଲା ଲୁଗା କୌମ ବସ୍ତ୍ର ହେଲା ବିଭିନ୍ନ ପ୍ରକାର ପାଟ ଲୁଗା ଶାଢୀ ତମର ଲୁଗା ଗୁଡା ନାରୀ ମାନେ ପିନ୍ଧନ୍ତି ସେଥିରେ ପାଟ ଲୁଗା ବେଶୀ ଇମ୍ପୋର୍ଟାନ୍ସ ଦେବେ କାହିଁକିନା ସେଇଟା ଟିକେ ତମର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହିତ ଇଏ ଷ୍ଟାଟସ୍ ମଧ୍ୟ ମିଳିଦେବି ହୁଏ ସେଥିରେ କେମିତି ଭାବରେ ହୁଏ ଯେତେବେଳେ ଗୋଟେ ଘରେ ଗୋଟେ ସ୍ତ୍ରୀଟେ ଯଦି କଟନ ଶାଢୀ ପିନ୍ଧୁଛି ଯଦି ଗୋଟେ ବହୁତ ଭଲ ପାର୍ଟି ବଗେରା ଯାଉ ତାହେଲେ ପାଟ ଶାଢୀଟେ କାହିଁକି ପିନ୍ଧୁ କାହିଁକି ତା ପାଏ ପାଟ ଶାଢୀଟେ ପିନ୍ଧିଲେ ତାର ଗୋଟେ ମଜାରେ ଅଲଗା ପ୍ରକାର ଆଉ ତାର ସେଇ ପ୍ରକାର ଝିଲି କସ୍ତି ଶିବନ କଣ କହୁଛନ୍ତି କେତେ ଯାହା କମ ଟଙ୍କାରେ ଶାଢୀ ପାଟ ଶାଢୀ ତାର ମର୍ଯ୍ୟାଦା ଟିକେ ଥାଏ ତ ତେଣୁ କରିକି ସେଥିପାଇଁ କି ପାଠ ବସ୍ତ୍ର ଗୁଡିକ ଦାନ କରାଯାଏ ସେଇ ପାଠ ଦାନ କରାଯାଉଥିଲା ତ ଏଭଳି ଗୋଟେ ଯଜ୍ଞର ଆୟୋଜନ କରିଛନ୍ତି ସେଇ ଯଜ୍ଞର ଶେଷରେ କଣ କରାଯାଏ ପ୍ରଜା ମାନଙ୍କୁ ବିଭିନ୍ନ କଣ ପାଣି ପାଟ ଲୁଗା ସୁନା ରୂପା ରତ୍ନ ଅଳଙ୍କାର ଏସବୁ ଦାନ କରାଯିବ ମହାଯଜ୍ଞରେ ଫାର୍ଷ୍ଟ ପେଜ ଷ୍ଟାର୍ଟ ଯିବ ନା ନାହିଁ ତାର ଡାଉଟ ଅଛି କି ପଚାରିବି ସାଙ୍ଗେ ସାଙ୍ଗେ ତ ଦେଖିଦିଅ ଡାଉଟ ଅଛି ଡାଉଟ ଅଛି ପାଠ ବିଷୟ ଡାଉଟ आपको साड़ी मतलब कौन सिल्क पे जाने सिल्क सिल्क रो है जैसा जंगल पहले ब्राह्मण के अर्थ कौन ब्राह्मण के नाम शरीर अंकर अंकर अर्थ पहले कौन पाठ पढुछ तमे अब मुझे तो थोड़ा ना थोड़ा का ये पहले ये अच्छे इंग्लिश भी कुछ बोल रहा है हाथ तो सही ना कर मन तो शरीर थोड़ा शरीर अंग अंग थोड़ा आपण पूरा क्लियर था पेज समझ सिद्ध आपण पूछे सिद्ध काम हेबो एबे तमी अति समुदाय मानस विज्ञान होइछि उदय एठार विचारे नाट्य नहब पूर्ण बड़े राष्ट्र दान बारे भी आपण तेबे सिद्ध काम हेबो तई अति समुदाय अर्थी हेले जे परस्पर कामना करନ୍ତି से होजनी अर्थी मु तमरे किछि चाहूछि अर्थ तमरे बोली अर्थी काली तम थारु मु किछि अर्थर कामना करूछि किछि चाहूछि तो जेहेतु रामचंद्र सेठी दान धर्म करूछंती यज्ञ परवर्ती समय जेतबे से दान करिवे तब विभिन्न प्रकार अलंकार ध्वनि पाठ वस्त्र से दान करिवे तेणु करिकी
ଝିଅ ମାନେ ଯାହାର ଦରକାର ସେ ଯିବନ୍ତି ନୁହେଁକି ଯାହାର ପ୍ରୟୋଜନ ଅଛି ଯାହାର ଅର୍ଥରେ ଲାଳସା ଅଛି ବା ଅର୍ଥରେ କିଛି କାମନା ରଖୁଛନ୍ତି ସେମାନେ ନିହାତି ଭାବରେ ଯିବା ନିହାତି। ତ ଏଇଠି କହୁଛନ୍ତି ସିଦ୍ଧ କାମ ହେବ ତହିଁ ଅର୍ଥ ସମୁଦାୟ ସମୁଦାୟ ହେଲା ସମୁଦ୍ର। ତ ସିଦ୍ଧ କାମ କଣ ଯାହାର କାମନା ସିଦ୍ଧ ହୋଇଥାଏ। କାମନା ସିଦ୍ଧ ହୋଇଥାଏ ମାନେ ତମେ ଯୋଉ କାମନାଟା କରିଛ ସେଟା ପୁରା ହବା ପାଇଁ ସେଟାକୁ ସଫଳ ହେବା ପାଇଁ ହେଲେ ଅର୍ଥିଲା ଯେ ଅର୍ଥ କାମନା କରନ୍ତି ସମଗ୍ର ଯେତେ ଆସିଛନ୍ତି ତମର ସଭା ସ୍ଥଳରେ ଯେତିକି ଉପସ୍ଥିତ ଥିଲେ ଅର୍ଥ କାମନା ଆଶାରେ ଅର୍ଥ ପାଇବାର ଆଶାରେ ସେ ସମସ୍ତଙ୍କୁ ତମେ ଯାହା କିଛି କିଛି ଦବ